ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସୁନାପାଲି ଛକରେ ଜଳଛାୟା ପ୍ରକଳ୍ପ କର୍ମଚାରୀଙ୍କ ଠାରୁ ଡକାୟତି। ଛୁରା ମାଡ଼ କରି ଲୁଟି ନେଲେ ମନି ପର୍ସ ସହ ଅଫିସ କାଗଜପତ୍ର ବ୍ୟାଗ୍। ଛୁରା ମାଡ଼ରୁ ଅଳ୍ପକେ ବର୍ତ୍ତିଛନ୍ତି କର୍ମଚାରୀ ଜଣକ। ବୀରମହାରାଜପୁର ଥାନାରେ ଅଭିଯୋଗ। ଆଜି ଜିଲ୍ଲା ଜଳଛାୟା ଓ ମୃତ୍ତିକା ସଂରକ୍ଷଣ ବିଭାଗର କୁବେର କର୍ମୀ ଉଲୁଣ୍ଡା ବ୍ଲକର ବିଭିନ୍ନ ଗାଁକୁ ଯାଇ ବିଭାଗ ଦ୍ୱାରା ଚାଲିଥିବା ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରିଥିଲେ। ସେ କୋଟ ସମଲାଇରୁ ସୁନାପାଲିକୁ ଗଲାବେଳେ ସୁନାପାଲି ଛକରେ କିଛି ଦୁର୍ବୃତ୍ତ କୁବେରଙ୍କ ଗାଡ଼ି ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ଯାହା ଟଙ୍କା ରଖିଛୁ ଦେ କହିବାରୁ ଭୟରେ କୁବେର ନିଜର ମନି ପର୍ସକୁ ବଢ଼ାଇ ଦେଇଥିଲେ। ତା ସହ ସେ ଧରିଥିବା ବ୍ୟାଗକୁ ଝାମ୍ପି ନେଇ କୁବେରଙ୍କ ବାଇକ୍ ମଧ୍ୟ ଧରି ଫେରାର ମାରିଥିଲେ। ମନି ପର୍ସରେ ପ୍ରାୟ 20,000 ଟଙ୍କା ଥିବାବେଳେ ଭାଗରେ ଅଫିସ କାଗଜପତ୍ର ଥିବା କୁବେର କହିଛନ୍ତି। କୁବେରଙ୍କୁ ସେମାନେ ବାରମ୍ବାର ଛୁରା ମାରି ଆକ୍ରମଣ କରିଥିଲେ ହେଁ ତାଙ୍କ ହେଲମେଟ, ଜ୍ୟାକେଟ ଓ ମୋବାଇଲ ଯୋଗୁଁ ସେ ବର୍ତ୍ତି ଯାଇଛନ୍ତି। ଛୁରା ମାଡ଼ ଯୋଗୁଁ ଜ୍ୟାକେଟ ଚିରି ଯାଇଥିବା ବେଳେ ମୋବାଇଲ ଗ୍ଲାସ ଗାର୍ଡ ଭାଙ୍ଗି ଯାଇଛି। ତେବେ ତୁରନ୍ତ ସେ ପଡ଼ୋଶୀ ଗାଁକୁ ଫୋନ୍ ଯୋଗେ ସବୁ କଥା କହିବାରୁ ଆଗରେ ଲୋକେ ଅଟକାଇ ଗାଡ଼ିକୁ ଉଦ୍ଧାର କରିଛନ୍ତି। ଏନେଇ କୁବେର ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୁଁ ଆଜି ସକାଳୁ ଗଲା ବେଲକେ କୋଟସମଲେଇ ଗ୍ରାମ ପଞ୍ଚାୟତ ସୁନାପାଲି ଗାଁକେ ଗଲା ବେଲକେ ଡ୍ୟୁଟି ମାନେ ଦୁଇଟା ଲୋକ ପୁରା ଆଇଲେ ଆର୍ ମୋତେ ପୁରା ବୁଝାଲି ଦେଖିକିରି মোর পয়সা পত্র যাহা লা সব ছড়াই নেলে, মোর গাড়ি বি ছড়াই নেলে। গাড়িটা ভুল মানে 15 মিনিট 20 মিনিট ছাড়িকি লোক মানে যেন মানে ছেঁকলে বলি পাইলি। আর পয়সা পত্র ব্যাগ যাহা কাগজপত্র অফিস কাগজপত্র মোস্টল লেবর মানকর মোস্টল যেটা লা সবু যাক নেইকি পলালে। আর মতো মানে পিটাপুটি বি কলে আর মানে বুঝালি 2-3 থর মানে আটাক কলে বুঝালিরে। ভাগ্যবশত মানে সুইটর হুইটার পিঁধলি বলি আর পুরা মুড়কে যেন আটাক কলে হেলমেটটা পিঁধলি বলি কিন্তু বଞ୍ଚি মুচা গলি। মানে পর্সরে মানে বিল দেবার লাগে 15-20 হাজার টাকা ଥିଲା। ଆଉ ମାନେ ବ୍ୟାଗ୍ରେ ମୋଷ୍ଟରୋଲ ଥିଲା ଲେବର ମାନଙ୍କର ପେମେଣ୍ଟ କରବାର ଲାଗି ମାନେ ପେମେଣ୍ଟ ନେଇ ହେଇଥାଇ ସେ ମାନେ ବ୍ୟାଗ୍ଟା ରଙ୍ଗେ ପୁରା ଲ୍ୟାପଟପ୍ ଅଛି ଭାବିକିରି ସେମାନେ ଧରିକି ପଲାଲେ। ମୋତେ ଯେନ୍ ଆଟାକ୍ କଲେ 2 ଜଣ ଆଟାକ୍ କଲେ। ଆଉ ମାନେ ମୋର ମାନେ ବାଇକ୍ ଯେନ୍ ଛାଡ଼ିକି ପଳାଲେ ସେମାନେ 3 ଜଣ ଛାଡ଼ିକି ପଳାଲେ।